ସମସ୍ତଙ୍କୁ 3000 ଟଙ୍କା ମାସିକ ଭତ୍ତା ପ୍ରଦାନ ଦାବିରେ ଲୋୟର ପିଏମ୍ସିରେ ଗଣଧାରଣା। ଭୁବନେଶ୍ୱର ଆଜି ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଲୋୟର ପିଏମ୍ସିରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଗଣଧାରଣା ଆୟୋଜିତ ହୋଇଥିଲା। ରାଜ୍ୟ ବିଜେପି ସରକାର ନିର୍ବାଚନ ସଂକଳ୍ପପତ୍ର ଘୋଷଣା ଅନୁଯାୟୀ ସମସ୍ତଙ୍କୁ 3000 ଟଙ୍କା ପ୍ରଦାନ ଏକ ପ୍ରହସନରେ ପରିଣତ ହେଉଥିବାରୁ ଆଜି ଗ୍ରୀଷ୍ମକାଳୀନ ଅଧିବେଶନରେ ଭତ୍ତାଧାରୀଙ୍କ ବିଭାଗ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି ବଜେଟ୍ ଥିବାରୁ ସଂଘର୍ଷ ସମିତି ସପ୍ଲିମେଣ୍ଟ ଅର୍ଥ ଅଟକଳ କରି ସମସ୍ତଙ୍କୁ ତୁରନ୍ତ ଜାନୁଆରୀ ମାସଠାରୁ ବକେୟା ପାଉଣା ହିସାବ କରି 3000 ଦେବାକୁ ପ୍ରତିବାଦ ସଭାରେ ଦାବି କରାଯାଇଥିଲା। ଏକ ପ୍ରତିନିଧି ଦଳ ବିଦ୍ୟାଧର ମହାନ୍ତି, ବୈକୁଣ୍ଠ ସାହୁ, ନର୍ମଦା ପାତ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଉପସ୍ଥାପନ କରାଯାଇଥିଲା। ଏହି ସଭାରେ ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା, ସାହିଦ ଆଜାଦ ଅଲି, ଜିତୁ ଜେନା, ବିଷ୍ଣୁ ପ୍ରସାଦ ଦାସ, ମହେନ୍ଦ୍ର ମହାପାତ୍ର ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ। ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।